ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ଧନ୍ୟବାଦ ଦିଏ এই ପ୍ରାତଃ ସକାଳ ପାଇଁ। ଆସନ୍ତୁ ଈଶ୍ୱରଙ୍କ ଲୋକମାନେ, ଆମମାନେ ଆଜି এই ପ୍ରାତଃ ସକାଳେ ଧର୍ମଶାସ୍ତ୍ରରୁ କିଛି ଅଂଶକୁ ପୁଣି ଆମମାନେ ଦେଖିବା, ଛୋଟିଆ ପ୍ରାର୍ଥନା କରିବା। ସ୍ୱର୍ଗ ପୃଥିବୀର ପବିତ୍ର ଈଶ୍ୱର, ହେ ପିତ, ଏତେବେଳେ ପୁନର୍ବାର ପ୍ରଭୁ ଆମେ ତୁମର ଧନ୍ୟବାଦ ଦେଉଛୁ। এই ନୂତନ ସକାଳ ଆମମାନଙ୍କୁ ଦେଖେଇଲ, ପ୍ରାତଃ ସକାଳେ ଉଠି ତୁମରି ଭଜନ କୀର୍ତ୍ତନ କରିବା ପାଇଁ ଆଉ ତୁମକୁ ଆହ୍ୱାନ କରିବା ପାଇଁ ପ୍ରଭୁ ତୁମେ ଆମମାନଙ୍କୁ ସୁଯୋଗ ଦେଲ ପିତା। ଏ ପବିତ୍ର ପରମେଶ୍ୱର ଏତେବେଳେ ପ୍ରାର୍ଥନା କରୁଛି ଆଜି ତୁମର ଚିନ୍ତନ ତୁମର ବାକ୍ୟ ପାଇଁ, ଯେଉଁ ବାକ୍ୟ ପ୍ରଭୁ ଲୋକମାନଙ୍କ ହୃଦୟକୁ ସ୍ପର୍ଶ କରିଥାଏ, ଯେଉଁ ବାକ୍ୟର କିଛି ନିଗୂଢ଼ ତତ୍ତ୍ୱ ବିଷୟ ପ୍ରଭୁ ଆମମାନେ ପ୍ରଭୁ ଜାଣିବା ପାଇଁ ଆମମାନଙ୍କୁ ତୁମେ ସାହାଯ୍ୟ କରିଥାଅ। ହେ ପରମେଶ୍ୱର ପିତା, ତୁମେ ଦୟା କର। ତୁମ ଲୋକମାନେ ଯେପରି ବାକ୍ୟ ଦ୍ୱାରା ଆଶୀଷିତ ହେବେ, ପ୍ରଭୁ ତୁମେ ସାହାଯ୍ୟ କର। ଧନ୍ୟବାଦ ଦେଇ ଯୀଶୁଙ୍କ ନାମରେ এই ଛୋଟ ପ୍ରାର୍ଥନା ମାଗୁଅଛୁ, ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ଧନ୍ୟବାଦ ଦିଏ। ଆଉ ନିଶ୍ଚିତ ପରମେଶ୍ୱର ଆମମାନଙ୍କ ସହିତ ରହିଛନ୍ତି, ଆଉ ପ୍ରଭୁ ମଧ୍ୟ ଆମମାନଙ୍କ ସହିତ ବାର୍ତ୍ତାଳାପ କରୁଛନ୍ତି। ଆମେ କଣ୍ଟିନ୍ୟୁ ଆଉ ସିରିଜ ମେସେଜ ଆମମାନେ ଶୁଣି ଆସୁଛେ। ଈଶ୍ୱରଙ୍କର ବାକ୍ୟ ଆମେ ଯେତେବେଳେ ଓପନ କରୁ, କାହିଁକିନା ନୂତନ ନିୟମରେ ଆମେ ଈଶ୍ୱରଙ୍କର ବାକ୍ୟକୁ ଯେତେ ଆମମାନେ ଆଉ ତାକୁ ତର୍ଜମା କରିବା, ପଠନ କରିବା, ତାହେଲେ ଆମମାନେ ନିଶ୍ଚିତ ଭାବରେ ଆମେ ମଧ୍ୟ ବ୍ୟକ୍ତିଗତ ଜୀବନରେ ଆଶୀର୍ବାଦ ପ୍ରାପ୍ତ ହେବା, ତା ସହିତ ମଧ୍ୟ ଆମମାନଙ୍କର ପରିବାର ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହେବେ। ତେଣୁକରି ଆମମାନେ ବାକ୍ୟକୁ କାହିଁକି ଅଧିକ ଗୁରୁତ୍ୱ ଦେବା? ଆଜି ହୁଏତ ଅନେକ ପରିବାର ସେମାନେ ବାକ୍ୟକୁ ପଠନ କରନ୍ତି ନାହିଁ, କିନ୍ତୁ ଆମେ ସଦାବେଳେ ଈଶ୍ୱରଙ୍କର ବାକ୍ୟକୁ, କାରଣ ବାକ୍ୟ ନିଜେ ଈଶ୍ୱର, ଆମେ ଈଶ୍ୱରଙ୍କର ବାକ୍ୟକୁ ଆମମାନେ, କାରଣ ଆମମାନଙ୍କୁ ପ୍ରଭୁ ଦୁଇ ଗୋଟି ଡେଣା ଦେଇଛନ୍ତି, ଦୁଇଟା ୱିଙ୍ଗସ୍ ମଧ୍ୟରୁ ଆମେ ସଦାବେଳେ ଗୋଟେ ୱିଙ୍ଗସ୍ ହେଲା ୟୁ କଲ୍ ଟୁ ଗଡ୍। ପ୍ରାର୍ଥନାରେ ଆମମାନେ ବ୍ୟକ୍ତିଗତ ଜୀବନରେ ପ୍ରାର୍ଥନା ଈଶ୍ୱରଙ୍କୁ ଆହ୍ୱାନ କରିଥାଏ। ବାକ୍ୟ ଯେତେବେଳେ ଆମମାନେ ପାଠ କରୁ, ଈଶ୍ୱର ଆମମାନଙ୍କ ସହିତ ବାର୍ତ୍ତାଳାପ କରିଥାନ୍ତି। ବାକ୍ୟ ଅଧ୍ୟୟନ ଦ୍ୱାରା, ମେଡିଟେସନ ଦ୍ୱାରା ଆମମାନେ ଈଶ୍ୱରଙ୍କର ରବକୁ ମଧ୍ୟ ଆମମାନେ ଶୁଣିପାରିଥାଉ। ତ ସେଥିପାଇଁ ଆଉ ଯିରିମିୟ ବିଳାପ ପୁସ୍ତକରେ, ଆଉ ଯିରିମିୟ ସେ ଜଣେ କ୍ରନ୍ଦନର ଭବିଷ୍ୟତ ବକ୍ତା ଥିଲେ। କାହିଁକି ନା ଏଠି ବାଇବେଲ ପ୍ରକାଶ କରୁଛି, ଯିରିମିୟ ବିଳାପ ତାର 3 ଅଧ୍ୟାୟ 57 ପଦରେ, ଆଉ ଏଠି ଯିରିମିୟ ସେ ଲେଖୁଛନ୍ତି, ଯେଉଁଦିନ ମୁଁ ତୁମ ଛାମୁରେ ପ୍ରାର୍ଥନା କଲି, ସେଇଦିନ ତୁମେ ମୋର ନିକଟବର୍ତ୍ତୀ ହେଲ। ଯେଉଁଦିନ ମାନେ ଯେତେବେଳେ, ଯେଉଁ ସମୟରେ। ତେଣୁକରି ଆମମାନେ ଯେତେବେଳେ ପରମେଶ୍ୱରଙ୍କର ବେଦୀ ନିକଟକୁ ଯାଉ, ପରମେଶ୍ୱରଙ୍କର ଅନୁଗ୍ରହ ସିଂହାସନ ନିକଟକୁ ଯାଉ, କାହାକୁ ସାକ୍ଷାତ କରିବା ପାଇଁ? କାରଣ ଈଶ୍ୱରଙ୍କୁ ସାକ୍ଷାତ କରିବା ପାଇଁ। କାହିଁକିନା ବାଇବେଲ ପ୍ରକାଶ କରୁଛି, ଆଉ ଯିରିମିୟ এই ପ୍ରକାର ଲେଖୁଛନ୍ତି, ଯେଉଁଦିନ ମୁଁ ତୁମ ଛାମୁରେ ପ୍ରାର୍ଥନା କଲି, ଯେଉଁଦିନ, ସମୟରେ ହଉ ଅସମୟରେ ହଉ,
କାରଣ ଓମେଗା ଅସ୍ତ୍ର ହେଲା ଜଣେ ଖ୍ରୀଷ୍ଟ ପରିବାର। ଆମମାନଙ୍କ ଜୀବନରେ ପ୍ରାର୍ଥନା ଯଦି ନାହିଁ ତାହେଲେ ଆମମାନେ ଗୋଟେ ଧୂସ ସଦୃଶ ବା ମାନେ ଆଉ ପ୍ରଭୁଙ୍କ ନିକଟରେ ବାଇବେଲ ପ୍ରକାଶ କରୁଛି ପ୍ରାର୍ଥନା ହେଉଛି ଆମମାନଙ୍କର ଓମେଗା ଅସ୍ତ୍ର। ଆମେ ଯେତେବେଳେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁ ସେତେବେଳେ ପରମେଶ୍ୱର ସିଏ ସ୍ୱର୍ଗ ସିଂହାସନ ଛାଡ଼ି ଆମମାନଙ୍କ ନିକଟକୁ ଓହ୍ଲେଇ ଆସନ୍ତି। ତେଣୁକରି ପୁଣି ଜିର୍ମୀୟ ବିଳାପରେ 3:49-50 ପଦରେ ଲେଖା ହେଲା, ଯେ ପର୍ଯ୍ୟନ୍ତ ସଦାପ୍ରଭୁ ସ୍ୱର୍ଗରୁ ଅନାଇ ନ ଦେଖନ୍ତି ସେ ଯାଏ ମୋର ଚକ୍ଷୁ ଅବିଶ୍ରାନ୍ତ ଅଶ୍ରୁ ବର୍ଷାଉଅଛି, ନିବୃତ୍ତ ହେଉନାହିଁ। ପ୍ରାର୍ଥନା ଦ୍ୱାରା ହିଁ ପ୍ରଭୁଙ୍କର ଦୃଷ୍ଟି, କୃପା ଦୃଷ୍ଟି ଆମମାନଙ୍କ ପ୍ରତି ରହିଥାଏ। ଆମେ ଯେତେ ପ୍ରାର୍ଥନା କରିବା ପରମେଶ୍ୱର ଆମମାନଙ୍କ ପ୍ରତି, ଧାର୍ମିକ ମାନଙ୍କ ପ୍ରତି, ଯେମିତି ଗୀତ ସଂହିତା 34 ଲେଖା ଅଛି, ଧାର୍ମିକ ମାନଙ୍କ ପ୍ରତି ସଦାପ୍ରଭୁଙ୍କର ଦୃଷ୍ଟି ରହିଥାଏ। ସେ ଆମମାନଙ୍କ କତିକି ଓହ୍ଲେଇ ଆସିଥାନ୍ତି। କ'ଣ ପାଇଁ? ସେ ଆମମାନଙ୍କର କେୟାର ନେବା ପାଇଁ, ଆମମାନଙ୍କର ତତ୍ତ୍ୱ ନେବା ପାଇଁ। ପରମେଶ୍ୱର ଭିଜିଟେସନ ବଡ଼ ବିଷୟ ହେଲା, ମାନେ ଯେତେବେଳେ ସ୍ୱର୍ଗ ସିଂହାସନ ଛାଡ଼ି ଈଶ୍ୱର ଆପଣମାନଙ୍କ କତିକି ଓହ୍ଲେଇ ଆସନ୍ତି, ତାହେଲା ଈଶ୍ୱରଙ୍କ ଠାରୁ ଆମେ କରୁଣା ପାଇବା, ଈଶ୍ୱରଙ୍କର ଦୟା ଅନୁଗ୍ରହକୁ ଆମମାନେ ଦେଖିପାରିବା। କାହିଁକିନା ଆମମାନେ ପରମେଶ୍ୱରଙ୍କୁ ଯେତେବେଳେ ଆହ୍ୱାନ କରୁ, କଲ୍ କରୁ, ଈଶ୍ୱର ସେତେବେଳେ ସ୍ୱର୍ଗରୁ ଓହ୍ଲେଇ ଆସନ୍ତି। ମୋର ପୁତ୍ର, ମୋର କନ୍ୟା, ଆମ ସହିତ ଉତ୍ତମ ସମ୍ପର୍କ, ଗୋଟେ ସମ୍ବନ୍ଧ ରଖିବା ପାଇଁ, ଈଶ୍ୱରଙ୍କ ସହିତ ଆମେ ସମ୍ବନ୍ଧରେ ବଢ଼ିବା ପାଇଁ। କାରଣ ଗୋଟେ ୱିଙ୍ଗ ହେଲା ଯେ ପ୍ରାର୍ଥନା। ଆମମାନଙ୍କ ବ୍ୟକ୍ତିଗତ ଜୀବନରେ, ପାରିବାରିକ ଆଉ ବେଦୀ ଯଦି ଆଜି ଆମମାନଙ୍କର ଆଉ ଲିଭି ଯାଇଛି, ଯେଉଁ ବେଦୀରେ ଅଗ୍ନି ଆଜି ଜଳୁନାହିଁ, ତାହେଲେ ଆମମାନେ ପ୍ରାର୍ଥନାର ଧୂପକୁ ଆମେ ପୁଣି ଜାଳିବା। କାରଣ ଆମମାନଙ୍କର ପ୍ରାର୍ଥନାର ବେଦୀ ଯେତେବେଳେ ଆମମାନେ ସଜାଡ଼ିବା, ତାହେଲେ ଆମମାନେ ତାହାଙ୍କ ପରିଚୟରେ ଆମେ ଆହୁରି ବଢ଼ି ଚାଲିବା। ତାହାଙ୍କ ପରିଚୟରେ ଯେତେବେଳେ ଆମମାନେ ବଢ଼ୁ, ତାହେଲେ ଆମମାନେ ଈଶ୍ୱରଙ୍କ ସହିତ ଆମମାନଙ୍କର ଗୋଟେ ଗେହେରା ସମ୍ବନ୍ଧ ମଧ୍ୟ ବଢ଼ି ଚାଲେ। ସେଥିପାଇଁ ଯିଶାୟ ପୁଣି ଲେଖିଲେ, ଯିଶାୟ 50:4 ଲେଖା ହେଲା, ମୁଁ ଯେପରି କ୍ଲାନ୍ତ ଲୋକକୁ ବାକ୍ୟ ଦ୍ୱାରା ସୁସ୍ଥିର କରିପାରିବି, ଏଥିପାଇଁ ପ୍ରଭୁ ସଦାପ୍ରଭୁ ମୋତେ ଶିକ୍ଷିତ ଲୋକମାନଙ୍କର ଜିହ୍ୱା ଦେଇଅଛନ୍ତି। ସେ ପ୍ରତି ପ୍ରଭାତରେ ଜାଗ୍ରତ କରାନ୍ତି, ଶିକ୍ଷିତ ଲୋକ ପରି ବୁଝିବା ପାଇଁ ମୋର କର୍ଣ୍ଣକୁ ଜାଗ୍ରତ କରାନ୍ତି। ୱାଣ୍ଡରଫୁଲ୍ ବାକ୍ୟ। କାହିଁକିନା ଏଠି ପ୍ରଭୁ ଗୋଟେ ବିଷୟ କହିଲେ, ଇଶା ଭବିଷ୍ୟତ ବକ୍ତାଙ୍କ ଦ୍ୱାରା, ଯେ କ୍ଲାନ୍ତ ଲୋକକୁ ବାକ୍ୟ ଦ୍ୱାରା ସୁସ୍ଥିର କରାଯିବ। ଯେଉଁମାନେ ଆଜି ଯେଉଁମାନଙ୍କ ଜୀବନରେ ଥକାବଟ ରହିଛି, ଯେଉଁମାନେ ପ୍ରଭୁଙ୍କ ସହିତ ପ୍ରପରଲି କନେକ୍ସନ୍ ଆସିପାରନ୍ତି ନାହିଁ, ଯେଉଁମାନେ ଆଜି ଜଗତର ଆଭିମୁଖ୍ୟରେ ବୁଡ଼ି ଯାଇଛନ୍ତି, ଯେଉଁମାନେ ଆଜି କ୍ଲାନ୍ତ ଶ୍ରାନ୍ତ ହୋଇଯାଇଛନ୍ତି, କାରଣ ସେଇ ଲୋକମାନଙ୍କୁ ବାକ୍ୟ ଯେତେବେଳେ ସେମାନଙ୍କ ହୃଦୟକୁ ଯିବ, ବାକ୍ୟକୁ ସେମାନେ ଯେତେବେଳେ ରେସ୍ପଣ୍ଡ କରିବେ, ତାହେଲେ ସେମାନେ ସୁସ୍ଥିର ହେବେ। କାରଣ କାହିଁକି ସେମାନେ ସୁସ୍ଥିର ନାହାନ୍ତି? କାରଣ ବାକ୍ୟର ସଟେଜ, ବାକ୍ୟର ପୂର୍ଣ୍ଣତା ନାହିଁ। ବାକ୍ୟ ସେମାନଙ୍କ ହୃଦୟ ଭିତରେ ବାସ କରିନାହିଁ। ବାକ୍ୟର ପୂର୍ଣ୍ଣତା ଯେହେତୁ ନଥିବା ହେତୁ ସେମାନେ ଆଜି ପରମେଶ୍ୱରଙ୍କ ସହିତ ସୁସ୍ଥିର ହୋଇପାରିନାହାନ୍ତି। ଏଥିପାଇଁ ପ୍ରଭୁ ଆମମାନଙ୍କୁ ଶିକ୍ଷିତ ଲୋକମାନଙ୍କର ଜିହ୍ୱା ଦେଇଅଛନ୍ତି। ଆମେ ଶିକ୍ଷାର ସୋପାନ ମଧ୍ୟକୁ ନେବା, ଲୋକମାନଙ୍କୁ ବାକ୍ୟ ଏବଂ ଶିକ୍ଷା ଟିଚିଂ ଦ୍ୱାରା ହିଁ ଆମମାନେ କ'ଣ କରିବା? ଲୋକମାନଙ୍କୁ ପରିପକ୍ୱ କରିବା। ଏଇଟା ହେଉଛି ଗଡ୍ସ କମାଣ୍ଡମେଣ୍ଟ, ଈଶ୍ୱରଙ୍କର ବିହିତ ଆଜ୍ଞା। ଆମେ ଲୋକମାନେ, ପ୍ରିୟ ଈଶ୍ୱରଙ୍କ ଲୋକମାନେ,
ପ୍ରିୟ ଈଶ୍ୱରଙ୍କର ଦାସମାନେ ଆଜି ପ୍ରଭୁ ଆମମାନଙ୍କୁ ଏହି ଆଜ୍ଞା ଦିଅନ୍ତି ଯେ ଆମମାନଙ୍କୁ ଯେଉଁ ଶିକ୍ଷିତମାନଙ୍କର ଜିହ୍ୱା ଦେଇଛନ୍ତି ଆମେ ଲୋକମାନଙ୍କୁ ଶିକ୍ଷାର ସୋପାନ ମଧ୍ୟକୁ ନେବା, ସେମାନଙ୍କୁ ଶିକ୍ଷିତ କରିବା। କାହିଁକିନା ସେଥିପାଇଁ ଏଠି ବାଇବେଲ ପ୍ରକାଶ କରେ ସିଏ ପ୍ରତି ପ୍ରଭାତରେ ମୋତେ ଜାଗ୍ରତ କରାନ୍ତି। ସକାଳ ସମୟରେ ପ୍ରଭୁ ମୋତେ ଜଗେଇ ଦିଅନ୍ତି, ଉଠ ବେଟା, ମୋ କତିରେ ବସ୍, ପ୍ରାର୍ଥନା କର, ଜ୍ଞାନ ଅର୍ଜନ କର, ଜ୍ଞାନ ପ୍ରାପ୍ତ ହୁଅ। ଆମେ ଯେତେବେଳେ ପ୍ରତି ପ୍ରଭାତରେ ଯେତେବେଳେ ଈଶ୍ୱରଙ୍କର ବାକ୍ୟକୁ ଯେତେବେଳେ ଆମମାନେ ମେଡିଟେସନ୍ କରିବା, ପ୍ରାର୍ଥନା କରିବା, ଏଠି ଦୁଇଟା ୱିଙ୍ଗ ପ୍ରଭୁ ଦେଲେ। ଗୋଟେ ହେଲା କଲ୍ ଟୁ ଗଡ୍, ଆମମାନେ ପ୍ରାର୍ଥନା ଦ୍ୱାରା ଈଶ୍ୱରଙ୍କର ନିକଟବର୍ତ୍ତୀ ହେଉ, ଈଶ୍ୱରଙ୍କର ଘନିଷ୍ଠତା ସମ୍ପର୍କ ମଧ୍ୟ ରହୁ। ସେକେଣ୍ଡ ବିଷୟ ହେଲା ମେଡିଟେସନ୍ ଦ ଗଡ୍ସ ୱାର୍ଡ। ଈଶ୍ୱରଙ୍କର ବାକ୍ୟକୁ ଆମମାନେ ଯେତେବେଳେ ଆଉ ପଠନ କରୁ, ୟୁ ସ୍ପିକ୍ ଟୁ ଗଡ୍ସ ୱାର୍ଡ, ୟୁ ଷ୍ଟଡି ଦ ଗଡ୍ସ ୱାର୍ଡ। ଆମେ ତାହେଲେ ଈଶ୍ୱରଙ୍କର ବାକ୍ୟକୁ ଯେତେ ଧ୍ୟାନ କରିବା ତାହେଲେ ଏଠି ଜ୍ଞାନ ବଢ଼ି ଚାଲିବ। ଜ୍ଞାନ, এই ଅସରନ୍ତି ଜ୍ଞାନ ମହାସମୁଦ୍ର ଭିତରୁ ଆମମାନେ ଆଉ ପରମେଶ୍ୱରଙ୍କର ସେ ବାକ୍ୟର ତତ୍ତ୍ୱ ଜ୍ଞାନକୁ ବୁଝିପାରିବା। ସେଥିପାଇଁ ବାଇବେଲ ପ୍ରକାଶ କରି ଯିଶାୟ କହିଲେ ମୋର କର୍ଣ୍ଣକୁ ସେ ଜାଗ୍ରତ କରାନ୍ତି। କେଉଁ ସମୟ? ପ୍ରାତଃ ସକାଳ। ଯେତେବେଳେ ଆମମାନେ ସକାଳୁ ଉଠୁ, ପ୍ରଥମ ପ୍ରାୟୋରିଟି ଆମେ ଈଶ୍ୱରଙ୍କୁ ଦେବା ଆବଶ୍ୟକତା ରହିଛି। ସେଥିପାଇଁ এই ମର୍ଣ୍ଣିଂ ସମୟ, ସକାଳ ସମୟ, ପ୍ରଭାତ ସମୟ ମୋ ପାଇଁ ମୋଷ୍ଟ ଭ୍ୟାଲୁଏବଲ୍, ମୋ ପରିବାର ପାଇଁ ମୋଷ୍ଟ ଭ୍ୟାଲୁଏବଲ୍। ମୁଁ ବେଦୀ ନିର୍ମାଣ କରିବି, ବେଦୀରେ ମୁଁ ପରମେଶ୍ୱରଙ୍କ ସହିତ ସଂଗତି ସ୍ଥାପନ କରିବି, ଈଶ୍ୱରଙ୍କ ସହିତ ମୁଁ ସମ୍ବନ୍ଧରେ ବଢ଼ିବି। କାହିଁକି ନା ଆଉ ମର୍ଣ୍ଣିଂ ସମୟ ହେଉଛି ଗଡ୍ସ ପ୍ରେଜେନ୍ସ, ଈଶ୍ୱରଙ୍କର ଉପସ୍ଥିତି ମଧ୍ୟରେ ରହିବା। ତାହା ହେଉଛି ଆମମାନଙ୍କ ପାଇଁ ଏକ ଉତ୍ତମ ବିଷୟ। ତେଣୁକରି ଈଶ୍ୱରଙ୍କର ବାକ୍ୟ ସଦାବେଳେ ଈଶ୍ୱରଙ୍କର ଉପସ୍ଥିତିକି ଡିମାଣ୍ଡ କରେ। ଯେତେ ଆମେ ବାକ୍ୟକୁ ମେଡିଟେସନ୍ କରିବା ତାହେଲେ ପରମେଶ୍ୱରଙ୍କର ପ୍ରେଜେନ୍ସକୁ ଆମମାନେ ସେତେ ଅନୁଭବ କରିପାରିବା। ତେଣୁ ସିଏ ସଦାପ୍ରଭୁ ସେ ଆମମାନଙ୍କର କର୍ଣ୍ଣକୁ ଜାଗ୍ରତ କରନ୍ତି। କ'ଣ ପାଇଁ? ତାହାଙ୍କ ରବକୁ ଆମମାନେ ଶୁଣିବା, ତାହାଙ୍କ ରବ ଶୁଣିବାରେ ମୋତେ ସାହାଯ୍ୟ କରନ୍ତି। ତେଣୁକରି ଏଇଠି କ୍ଳାନ୍ତ ଲୋକ, ବୋଝରେ ରହିଥିବା ଲୋକ ବାକ୍ୟ ଦ୍ୱାରା ସେ କେବଳ ସୁସ୍ଥିର ହେବ। ତେଣୁକରି ପ୍ରିୟ ଈଶ୍ୱରଙ୍କ ଲୋକମାନେ ଯିଶାୟ ପୁଣି ଲେଖିଲେ 50 ଅଧ୍ୟାୟ 10 ପଦରେ ଲେଖା ହେଲା ସଦାପ୍ରଭୁଙ୍କୁ ଭୟ କରିବା, ତାହାଙ୍କ ଦାସମାନଙ୍କର ବାକ୍ୟକୁ ପାଳନ କରିବା। ତାହେଲେ ସେ କ'ଣ କରିବ? ସେ ଦୀପ୍ତିରେ ଗମନାୟନ କରିବ। ସେ ଅନ୍ଧକାର ମଧ୍ୟରେ ଭ୍ରମଣ କରିବନି। ବାକ୍ୟକୁ ପାଳନ କରନ୍ତୁ, ବାକ୍ୟ ଅନୁସାରେ ଚାଲିବା, ବାକ୍ୟ ଆମମାନଙ୍କର ପଥ ପ୍ରଦର୍ଶକ ହେବ। ଈଶ୍ୱରଙ୍କର ବାକ୍ୟକୁ ଆମମାନେ ସମ୍ମାନିତ କରିବା, ତାହେଲେ ଅନ୍ଧକାର ଆମମାନଙ୍କ ଭିତରେ ବାସ କରିପାରିବ ନାହିଁ। ନୋ ଡାର୍କ, ନୋ ଅନ୍ଧକାର ଆମମାନଙ୍କୁ ଟଚ୍ ବି କରିପାରିବ ନାହିଁ। କାରଣ ସେଥିପାଇଁ ଆଉ ଯିଶାୟ ପୁଣି ଲେଖିଲେ 51 ଅଧ୍ୟାୟ 4 ପଦରେ, ହେ ଆମ୍ଭର ଲୋକମାନେ ଆମ୍ଭ ବାକ୍ୟରେ ମନୋଯୋଗ କର, ହେ ଆମ୍ଭର ଦେଶୀୟ ଲୋକମାନେ ଆମ୍ଭ କଥାରେ କର୍ଣ୍ଣପାତ କର। ଆମ୍ଭଠାରୁ ଏକ ବ୍ୟବସ୍ଥା ନିର୍ଗତ ହେବ, ଆମ୍ଭେ ଗୋଷ୍ଠୀ ବର୍ଗକୁ ଆମେ ଦୀପ୍ତି ନିମନ୍ତେ ଆମ୍ଭର ବିଚାର ସ୍ଥାପନ କରିବା। ଏଠି ଗୋଟେ ବିଷୟ, ବ୍ୟବସ୍ଥା, ବାକ୍ୟରେ ମନୋଯୋଗ କରିବା, ତାପରେ ଈଶ୍ୱରଙ୍କର ବାକ୍ୟକୁ କର୍ଣ୍ଣପାତ କରିବା। ଆମେ ତାହେଲେ ଈଶ୍ୱରଙ୍କର ବାକ୍ୟ ପ୍ରତି ଅଧିକ ମନୋଯୋଗୀ ହଉ, କର୍ଣ୍ଣ ଦଉ, ତାହେଲେ ଗଡ୍ସ ଲାଇଟ୍, ଈଶ୍ୱରଙ୍କର ଦୀପ୍ତି ଆପଣମାନଙ୍କ ନିକଟରେ ପ୍ରକାଶିତ ହେବ। ଈଶ୍ୱରଙ୍କର ଆଲୋକ ଆପଣମାନଙ୍କ ନିକଟରେ ପରିପ୍ରକାଶିତ ହେବ। ଖାଲି ତା ନୁହଁ, ଆମମାନଙ୍କ ଜୀବନରେ ଆମମାନେ ସେଇ ଆଲୋକର ସଜାକୁ ମଧ୍ୟ ପରିଧାନ କରୁ। ଯେତେବେଳେ ବାକ୍ୟକୁ ଓପନ୍ କରୁ ତାହେଲେ ଆମମାନେ ସେଇ ଆଲୋକର ସଜା ମଧ୍ୟ ରହିବା।
ଆଲୋକର ସଜାକୁ ପରିଧାନ କରିବା। ସେଥିପାଇଁ ଈଶାୟ ସେ କହିଲେ, ହେ ଆମ୍ଭର ଲୋକମାନେ ଆମ୍ଭ ବାକ୍ୟରେ ମନୋଯୋଗ କର, ଆମ୍ଭର ଦେଶୀୟ ଲୋକ ଆମ୍ଭ କଥାରେ କର୍ଣ୍ଣପାତ କର। ଈଶ୍ୱରଙ୍କର ବାକ୍ୟକୁ ଆମମାନେ ମେଡିଟେସନ୍ କରିବା ଏଭ୍ରି ଡେ, ପ୍ରତ୍ୟେକ ଦିନ। ଏଇଟା ହେଉଛି ଈଶ୍ୱରଙ୍କର ବିହିତ ଆଜ୍ଞା। ପୁଣି ଆମମାନେ ଯଦି ଦେଖିବା ଯେଶାୟା 51 ଅଧ୍ୟାୟ 6 ପଦରେ, ଆମ୍ଭେ ତୁମ ମୁଖରେ ଆପଣା ବାକ୍ୟ ରଖିଅଛୁ, ଆପଣା ଛାୟାରେ ତୁମକୁ ଆଚ୍ଛାଦିତ କରିଅଛୁ। ଈଶ୍ୱରଙ୍କର ବାକ୍ୟ ଯଦି ହୃଦୟରେ ଆମମାନଙ୍କର ବାକ୍ୟ ରହିଛି, ତାହେଲେ ଆମମାନଙ୍କ ମୁଖରେ ମଧ୍ୟ ହୃଦୟର ପୂର୍ଣ୍ଣତା ମୁଖ କଥା କହିଥାଏ। ତେଣୁକରି ଆମେ ଯେତେବେଳେ ଈଶ୍ୱରଙ୍କର ବାକ୍ୟ ଆମମାନଙ୍କ ମୁଖରେ ରୁହେ, ହୃଦୟ ପୂର୍ଣ୍ଣତା ଅନୁସାରେ ମୁଖର ବାକ୍ୟ ନିର୍ଗତ ହୁଏ, ତାହେଲେ ପରମେଶ୍ୱର ଆମମାନଙ୍କୁ ଗୋଟେ ଛାଇ ସଦୃଶ ସେମାନଙ୍କୁ ଆଚ୍ଛାଦିତ କରିଥାନ୍ତି। ଆମମାନଙ୍କୁ ଗୋଟେ ଆବୃତ ସ୍ଥାନରେ ବାସ କରିବା ପାଇଁ ସୁଯୋଗ ଦେଇଥାନ୍ତି। ସେଥିପାଇଁ ମ୍ୟାଥ୍ୟୁ 12 ଅଧ୍ୟାୟ 33ରୁ 37 ପଦ ଭିତରେ ପ୍ରଭୁ ଏଠି ବାକ୍ୟକୁ ଏଠି ଆମମାନଙ୍କୁ ଗୋଟେ ମନୁଷ୍ୟମାନଙ୍କୁ ଗୋଟେ ଗଛ ସହିତ ତୁଳନା କଲେ। କାହିଁକିନା ଆଉ ମ୍ୟାଥ୍ୟୁ ତାର 12 ଅଧ୍ୟାୟ 33 ପଦ ଲେଖା ହେଲା, ଗଛକୁ ଭଲ କୁହ, ତାର ଫଳକୁ ଭଲ କୁହ, ନତୁବା ଗଛକୁ ମନ୍ଦ କୁହ, ତାର ଫଳକୁ ମନ୍ଦ କୁହ, କାରଣ ଫଳ ଦ୍ୱାରା ଗଛ ଚିହ୍ନାଯାଏ। କୋଉମାନ ବିଷୟ ଲେଖାଲା ଏଠି? ପ୍ରଭୁ ଯଦି ଆପଣମାନେ ଦେଖିବେ, ଏଠି ପ୍ରଭୁ ଗୋଟିଏ ବିଷୟ କହିଲେ, ରେ କାଳସର୍ପର ବଂଶ, ତୁମେ ଦୁଷ୍ଟ ହୋଇ କି ପ୍ରକାର ଭଲ କଥା କହିପାର, କାରଣ ହୃଦୟର ପୂର୍ଣ୍ଣତା ମୁଖ କଥା କୁହେ। ତାର ଅର୍ଥ ଯେଉଁମାନଙ୍କ ପାଖରେ ଈଶ୍ୱରଙ୍କର ବାକ୍ୟ ନାହିଁ, ଯେଉଁମାନେ ବାକ୍ୟକୁ ଧ୍ୟାନ କରନ୍ତି ନାହିଁ, ମେଡିଟେସନ୍ କରନ୍ତି ନାହିଁ, ପ୍ରଭୁ ସେଥିପାଇଁ ଶାସ୍ତ୍ରୀ ଫାରୁସୀମାନଙ୍କୁ ସେ ଗୋଟିଏ ବିଷୟ କହୁଥିଲେ, ଗଛକୁ ଭଲ କୁହ, ତୁମେ ଗଛ ସଦୃଶ। କାରଣ ଗୋଟେ ଗଛ ତାର ଫଳକୁ ମଧ୍ୟ ଭଲ କୁହାଯିବ। ଯେ ଗଛ ଭଲ ନାହିଁ, ତାର ଫଳ ମଧ୍ୟ ଭଲ ରହିବନି। ଗଛକୁ ମନ୍ଦ କୁହ ମାନେ ଯେଉଁମାନଙ୍କ ଭିତରେ ଈଶ୍ୱରଙ୍କର ବାକ୍ୟ ନାହିଁ, ବାକ୍ୟର ପୂର୍ଣ୍ଣତା ନାହିଁ, ଆଉ ସେ ତାର ଫଳ ଦ୍ୱାରା ହିଁ ଗୋଟେ ଗଛକୁ ଆମେ ଚିହ୍ନି ପାରିବା। ସେଥିପାଇଁ ପ୍ରଭୁ ଏଠି ଗୋଟିଏ ବିଷୟ କହିଲେ, ରେ କାଳସର୍ପର ବଂଶ। କୋଉମାନଙ୍କୁ? ଯେଉଁମାନେ ମେଡିଟେସନ୍ କରନ୍ତି ନାହିଁ, ଯେଉଁମାନେ ବାକ୍ୟକୁ ଧ୍ୟାନ କରନ୍ତି ନାହିଁ, ଯେଉଁମାନେ ବାକ୍ୟ ନିକଟକୁ ଯାଆନ୍ତି ନାହିଁ, ଯେଉଁମାନେ ବାକ୍ୟର ଗୁରୁତ୍ୱପୂର୍ଣ୍ଣ ବିଷୟ ବୁଝନ୍ତି ନାହିଁ, ଯେଉଁମାନେ ବାକ୍ୟକୁ ଭାଙ୍ଗନ୍ତି ନାହିଁ। ତେଣୁକରି ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆମମାନଙ୍କ ହୃଦୟର ପୂର୍ଣ୍ଣତା ସଦାବେଳେ ମୁଖ କଥା କୁହେ। ଯଦି ହୃଦୟରେ ଆମମାନେ ଈଶ୍ୱରଙ୍କର ବାକ୍ୟକୁ ଆମମାନେ ଷ୍ଟୋରେଜ କରୁଛେ, ଈଶ୍ୱରଙ୍କ ବାକ୍ୟ ଯଦି ପୂର୍ଣ୍ଣ ମାତ୍ରାରେ ଆମମାନଙ୍କ ହୃଦୟ ଭିତରେ ବାସ କରେ, ତାହେଲେ ଅବଭିୟସଲି ଆପଣ ମୁଖରୁ ସଦାବେଳେ ଉତ୍ତମ ବିଷୟ ବାହାରିବ, ଉତ୍ତମ କଥା ଆପଣମାନେ କହିପାରିବେ। ସେଥିପାଇଁ ଉତ୍ତମ ଲୋକ ଉତ୍ତମ ଭଣ୍ଡାରରୁ ଉତ୍ତମ ପଦାର୍ଥ ବାହାର କରେ, ମନ୍ଦ ଲୋକ ମନ୍ଦ ଭଣ୍ଡାରରୁ ମନ୍ଦ ପଦାର୍ଥ ବାହାର କରେ। ଜଣେ ଉତ୍ତମ ଲୋକ କାହାକୁ କୁହାଯାଏ? ଯେଉଁମାନେ ବାକ୍ୟରେ ପରିପୂର୍ଣ୍ଣ, ଯେଉଁମାନେ ବାକ୍ୟ ଅନୁସାରେ ଚାଲନ୍ତି, ଯେଉଁମାନେ ବାକ୍ୟକୁ ଆକ୍ସେପ୍ଟ କରନ୍ତି, ଗ୍ରହଣ କରନ୍ତି, ଯେଉଁମାନେ ବାକ୍ୟକୁ ଶୁଣନ୍ତି, ଯେଉଁମାନେ ବାକ୍ୟକୁ ପାଳନ କରନ୍ତି, କାରଣ ସେମାନେ ହେଉଛନ୍ତି ଉତ୍ତମ ଲୋକ। କାରଣ ସେଥିପାଇଁ ଉତ୍ତମ ଲୋକ ଆଉ ସେ କଣ କରେ? ଉତ୍ତମ ପଦାର୍ଥ, ଉତ୍ତମ ଜିନିଷ, ଉତ୍ତମ ବାକ୍ୟ ଯେତେବେଳେ ଆମମାନଙ୍କ ହୃଦୟ ଭିତରୁ ବାହାରେ, ଜଣେ ଲୋକକୁ ସାନ୍ତ୍ୱନା ଦେବ, ଜଣେ ଲୋକକୁ ଭାଙ୍ଗି ଯାଇଥିବା ପଡ଼ିଥିବା ଲୋକମାନଙ୍କୁ, କ୍ଳାନ୍ତ ଶ୍ରାନ୍ତ ହୋଇଥିବା ଲୋକମାନଙ୍କୁ ସୁସ୍ଥିର କରିବ। ଈଶ୍ୱରଙ୍କର ବାକ୍ୟ ଆମ ଭିତରେ ଯଦି ଈଶ୍ୱରଙ୍କର ବାକ୍ୟ ଷ୍ଟୋରେଜ ରହିଛି, ତାହେଲେ ଆମମାନଙ୍କୁ ପ୍ରଭୁ କହିବେ, ତୁମେ ଉତ୍ତମ ଭଣ୍ଡାରରୁ ଆଉ ସେଇ ଉତ୍ତମ ପଦାର୍ଥ ବାହାର କରୁଅଛ। ତାହା ଜଣେ ଲୋକମାନଙ୍କୁ ସାନ୍ତ୍ୱନା ଦିଏ, ଜଣେ ଲୋକକୁ ଶାନ୍ତି ପ୍ରଦାନ କରେ, ଜଣେ ଲୋକମାନଙ୍କୁ ଆଉ ଭାଙ୍ଗି ପଡ଼ିଥିବା ଲୋକମାନଙ୍କୁ ସୁସ୍ଥିର କରେ। ତେଣୁକରି ମନ୍ଦ ଲୋକମାନେ ମନ୍ଦ ପଦାର୍ଥ କ'ଣ କରନ୍ତି?
ସେଇ ମନ୍ଦ ଭଣ୍ଡାରୁ ବାହାର କରନ୍ତି। ମ୍ୟାଥୁ ଲେଖିଲେ। ତାପରେ ଲେଖା ହେଲା ଆଉ ତୁମ୍ଭେ ବାକ୍ୟ ଦ୍ୱାରା ତୁମେ ନିର୍ଦ୍ଦୋଷ, ବାକ୍ୟ ଦ୍ୱାରା ତୁମେ ଦୋଷୀ ବୋଲି ପ୍ରମାଣିତ ହବ। ତା ଅର୍ଥ ଯେଉଁମାନଙ୍କ ପାଖରେ ବାକ୍ୟ ନାହିଁ, ଆମ ହୃଦୟରେ ଯଦି ବାକ୍ୟ ନାହିଁ ତାହେଲେ ଆମେ ବାକ୍ୟରୁ କିଛି କହିପାରିବାନି। ବାକ୍ୟ ରହିଛି, ପବିତ୍ର ଆତ୍ମା ମାନଙ୍କୁ ସାହାଯ୍ୟ କରିବେ, ସେମାନଙ୍କୁ ହିଜ୍ ଆୱାର ହେଲ୍ପର, ସେମାନଙ୍କର ସାହାଯ୍ୟକାରୀ, ସେମାନଙ୍କୁ ସଦାବେଳେ ସାହାଯ୍ୟ କରନ୍ତି, ବାକ୍ୟକୁ ମନେ ପକାଇ ଦିଅନ୍ତି, ସ୍ମରଣ କରନ୍ତି। କାରଣ ସେମାନଙ୍କୁ ଶିକ୍ଷା ଦିଅନ୍ତି, ଶିକ୍ଷାର ସୋପାନ ମଧ୍ୟକୁ ହିଜ୍ ଆୱାର ଟିଚର। ତେଣୁକରି ଆମମାନେ ସଦାବେଳେ ବୃକ୍ଷରେ ଫଳ ଧରିବାର ଅର୍ଥ ହେଉଛି ଆମମାନେ ଉତ୍ତମ ବୃକ୍ଷ ସଦୃଶ ହେଲେ ଆମମାନେ ଉତ୍ତମ ଫଳ ଫଳିପାରିବା। ଆମେ ଉତ୍ତମ ଫଳ ଫଳିବା ପାଇଁ ଈଶ୍ୱରଙ୍କର ବାକ୍ୟ ଆମଠାରେ ପ୍ରଚୁରତା ବାସ କରିବା ଆବଶ୍ୟକତା ରହିଛି। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ତାହେଲେ ଆମମାନଙ୍କ ହୃଦୟ ଯେତେବେଳେ ପୂର୍ଣ୍ଣତା ହେବ, ଆମମାନଙ୍କ ମୁଖରୁ ସେଇ ମଧୁର ବଚନ ବାହାରିବ। ମଧୁର ବାକ୍ୟ ଦ୍ୱାରା ଲୋକମାନେ କ'ଣ କରିବେ? ସାନ୍ତ୍ୱନା ପ୍ରାପ୍ତ ହେବେ, ଲୋକମାନେ ଉତ୍ସାହିତ ହେବେ। ଭାଙ୍ଗି ପଡ଼ିଥିବା ଲୋକମାନଙ୍କୁ ଆମମାନେ ପୁଣି ସେମାନଙ୍କୁ ତିଆରି କରିପାରିବା। ବିଛୁଡ଼ା ହୁଆ ପରିବାରକୁ, ଭାଙ୍ଗି ଯାଇଥିବା ପରିବାରକୁ ପୁଣି ଆମମାନେ ଗଠନ କରିବା। ସେଥିପାଇଁ ଆମମାନେ ସଦାବେଳେ ପ୍ରାତଃ ସକାଳ ସମୟ ମେଡିଟେସନ୍ ଟାଇମ୍, ପ୍ରେୟାର, ଦେନ୍ ହେଉଛି ଆମମାନଙ୍କର ବାକ୍ୟକୁ ଯେତେବେଳେ ଆମମାନେ ମେଡିଟେସନ୍ କରୁ, ତାହେଲେ ଆମେ ବାକ୍ୟରେ ଧୀରେ ଧୀରେ ପୂର୍ଣ୍ଣତା ପ୍ରାପ୍ତ ହେବା। ବାକ୍ୟରେ ଆମମାନେ କ'ଣ ହେବା? ଆଉ ପ୍ରତ୍ୟେକ ଦିନ ପରିପକ୍ୱତା ଲାଭ କରିବା। ସେଥିପାଇଁ ଜୋନ୍ 15 ଅଧ୍ୟାୟକୁ ଯଦି ଆପଣମାନେ ଦେଖିବେ, ଆଉ ସେଠି 3-4 ପଦ ଲେଖା ହେଲା, ମୁଁ ତୁମମାନଙ୍କୁ ଯେଉଁ ବାକ୍ୟ କହିଅଛି ସେଥିଯୋଗୁଁ ତୁମମାନେ ପରିଷ୍କୃତ ହୋଇଅଛ। ବାକ୍ୟ କ'ଣ କରେ? ଆପଣମାନଙ୍କୁ ସାଇଣ୍ଟିଫାଇ କରେ। ଈଶ୍ୱରଙ୍କର ବାକ୍ୟ ଯେତେ ରେସ୍ପଣ୍ଡ କରିବା, ଆମମାନେ ଗୋଟେ ପବିତ୍ରକୃତ ଜୀବନ କଟିବା, ଗୋଟେ ହୋଲି ଲାଇଫ୍। କାହିଁକିନା ଆମମାନେ ପବିତ୍ର କର୍ତ୍ତାଙ୍କ ଦ୍ୱାରା ହିଁ ମଧ୍ୟ ବ୍ୟବହାର ହୋଇପାରିବେ। କାରଣ ସାଇଣ୍ଟିଫାଇସ୍, ଏଇଟା ହେଲା ଗୋଟେ ଭେସେଲ। এই ହୃଦୟ ହେଉଛି ଗୋଟେ ଭେସେଲ। ଏ ପାତ୍ର ଯେତେ ପବିତ୍ର ରହିବ, ଈଶ୍ୱରଙ୍କର ବାକ୍ୟକୁ ଆପଣମାନେ ସେତେ ଷ୍ଟୋରେଜ କରିପାରିବେ। ତେଣୁକରି ସେଥିପାଇଁ ପ୍ରଭୁଙ୍କର ବାକ୍ୟ ଏଠି ଜୋନ୍ ଲେଖିଲେ, ତୁମ୍ଭେମାନେ ମୋ ଠାରେ ରୁହ, ସେଥିରେ ମୁଁ ତୁମମାନଙ୍କ ଠାରେ ରହିବି। ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ନିଜରୁ ଫଳ ଫଳି ପାରେ ନାହିଁ, ସେହିପରି ତୁମାନେ ମଧ୍ୟ ମୋ ଠାରେ ନ ରହିଲେ ଫଳ ଫଳି ପାରିବନି। ଆମେ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ରହିବା ପାଇଁ ପଡ଼ିବ। ଖ୍ରୀଷ୍ଟଙ୍କ ସହିତ ଆମମାନେ ଏଭ୍ରିଡେ ଆମମାନଙ୍କର ସମ୍ପର୍କକୁ ବୃଦ୍ଧିପ୍ରାପ୍ତ କରିବା ପାଇଁ ପଡ଼ିବ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ସେଥିପାଇଁ ଜୋନ୍ 15 ଅଧ୍ୟାୟ 7 ପଦ ଲେଖା ହେଲା, ଆଉ ଯଦି ତୁମେମାନେ ମୋ ଠାରେ ରୁହ, ମୋର ବାକ୍ୟ ତୁମମାନଙ୍କ ଠାରେ ରୁହେ, ଯେକୌଣସି ବିଷୟ ଇଚ୍ଛା କର ତାହା ସାଧିତ ହେବ। ଈଶ୍ୱରଙ୍କର ବାକ୍ୟ ଯଦି ଆମେ ଖ୍ରୀଷ୍ଟଙ୍କ ସହିତ ରହିଛେ, ଈଶ୍ୱରଙ୍କର ବାକ୍ୟ ଯଦି ଆମମାନଙ୍କ ଠାରେ ରହିଛି, ତାହେଲେ ଆମେ ଯାହା ଇଚ୍ଛା କରିବା ତାହା ପରମେଶ୍ୱର ସାଧିତ କରିବେ। ଈଶ୍ୱରଙ୍କର ବାକ୍ୟ ଆମମାନଙ୍କୁ କ'ଣ କରେ? ସାଇଣ୍ଟିଫାଇ କରେ। ଈଶ୍ୱରଙ୍କର ବାକ୍ୟ ଆମମାନଙ୍କୁ ଫଳ ଫଳିବାରେ ସାହାଯ୍ୟ କରେ। ଈଶ୍ୱରଙ୍କର ବାକ୍ୟ ଖ୍ରୀଷ୍ଟଙ୍କ ସହିତ ଗୋଟେ ଡିପ୍ ରିଲେସନ୍ ବା ଗୋଟେ ରିସ୍ତାକୁ ମଜବୁତ କରେ। ସେଥିପାଇଁ ଜୋନ୍ 15 ଅଧ୍ୟାୟ 8 ପଦ ଲେଖିଲେ, ଆମେ ଯେତେବେଳେ ଫଳ ଫଳିବା ଦ୍ୱାରା ହିଁ ପିତା କ'ଣ ହୁଅନ୍ତି? ମହିମାନ୍ୱିତ ହୁଅନ୍ତି। ଆମେ ଖ୍ରୀଷ୍ଟଙ୍କର ପ୍ରକୃତ ଶିଷ୍ୟ ବୋଲି ଆମମାନେ ଆଉ ତା ପ୍ରମାଣିତ ଈଶ୍ୱର କରିଥାନ୍ତି। ତେଣୁକରି ଆମେ ଦେଖୁଛେ ଜୋନ୍ 15 ଅଧ୍ୟାୟ 11 ପଦରେ, ବାକ୍ୟ ଦ୍ୱାରା ହିଁ ଆପଣମାନେ ଆନନ୍ଦକୁ ପ୍ରାପ୍ତ ହେବେ। ଆନନ୍ଦ କେଉଁଠୁ ମିଳିବ? ଖ୍ରୀଷ୍ଟଙ୍କ ବାକ୍ୟରୁ ମିଳିବ। ସେଥିପାଇଁ ଜୋନ୍ 15 ଅଧ୍ୟାୟ 11 ପଦ ଲେଖା ହେଲା, ମୋର ଆନନ୍ଦ ଯେପରି ତୁମଠାରେ ଥାଏ, ଆନନ୍ଦର ପ୍ରଚୁରତାକୁ ଆମମାନେ ବାସ କରିବା, ଆନନ୍ଦର ପ୍ରଚୁରତାକୁ ଭୋଗ କରିବା। କେତେବେଳେ? ଯେତେବେଳେ ବାକ୍ୟର ପୂର୍ଣ୍ଣତା ଆମମାନଙ୍କ ଜୀବନରେ ଗୋଟେ ହାପି ଲାଇଫ୍, ହାପି ଫ୍ୟାମିଲି, ଗୋଟେ ଉତ୍ତମ ପରିବାର, ଖୁସିର ପରିବାର। କାହିଁକିନା ବାକ୍ୟର ଦୁର୍ଲଭତା ହେଉଛି ଆନନ୍ଦର ପୂର୍ଣ୍ଣତା ସେଟା ନଥାଏ। ଯେଉଁଠି ବାକ୍ୟ ଅଭାବ ହୋଇଯାଏ, ତାହେଲେ ବାଇବେଲ ପ୍ରକାଶ କରୁଛି, ଆଉ ସେଠି କ'ଣ ହୁଏ?
ବାକ୍ୟର ଅଭାବ ହେଇଗଲେ ଆଉ ସେଠି ଦୁର୍ଲଭତା ସକାଶେ ଆମମାନେ କ'ଣ କରୁ ଆଉ ଆମମାନେ ମାନେ ଆନନ୍ଦ ମଧ୍ୟ ଚାଲିଯାଏ। ତ ସେଥିପାଇଁ ଏଠି ଯିଶାୟ ଗୋଟିଏ ବିଷୟ ଲେଖିଲେ, ଏ ଜଗତର ଲୋକମାନେ ଆଜି ଧନ ପଛରେ, ଟଙ୍କା ପଛରେ, ଏ ଜଗତ ପଛରେ, ସଂସାର ଆନୁଗତ୍ୟ ହୋଇ ସେମାନେ ଆଗକୁ ବଢ଼ନ୍ତି, ବାକ୍ୟକୁ ପ୍ରାୟୋରିଟି ଦିଅନ୍ତି ନାହିଁ। ସେଥିପାଇଁ ଯିଶାୟ 55 ଅଧ୍ୟାୟ 1-2 ପଦରେ ପୁଣି ଯିଶାୟ ଲେଖିଲେ, ହେ ତୃଷିତ ଲୋକ ସକଳ ତୁମେମାନେ ଜଳ ନିକଟକୁ ଆସ, ପୁଣି ଯାହାର କିଛି ଅର୍ଥ ନାହିଁ ସେ ଆସୁ, ତୁମେମାନେ ଆସ କିଣ ଓ ଭୋଜନ କର, ଆସ ଆଉ ଅର୍ଥ ବିନା ମୂଲ୍ୟରେ ଦ୍ରାକ୍ଷାରସ ଦୁଗ୍ଧକୁ କିଣ। 2 ପଦରେ କ'ଣ ଲେଖା ହେଲା? 2 ପଦରେ ଲେଖା ହେଲା ମୋଷ୍ଟ ଭ୍ୟାଲୁଏବୁଲ ବାକ୍ୟ, ଅଖାଦ୍ୟ ଦ୍ରବ୍ୟ ନିମନ୍ତେ କାହିଁକି ତୁମାନେ ରୂପା ବ୍ୟୟ କରୁଅଛ, ଯାହା ତୃପ୍ତିକର ନୁହେଁ ତହିଁ ପାଇଁ କାହିଁକି ପରିଶ୍ରମ କରୁଅଛ। ଏ ବାକ୍ୟର କିଛି ତାତ୍ପର୍ଯ୍ୟ ଅଛି, ଗୁରୁତ୍ୱ ରହିଛି। କାରଣ ଆଜି ଜଗତର ଲୋକମାନେ ଅଖାଦ୍ୟ ଦ୍ରବ୍ୟ ପାଇଁ ସେମାନେ ରୂପାକୁ ବ୍ୟୟ କରୁଛନ୍ତି, ଧନ ଉଡ଼େଇ ଦେଉଛନ୍ତି, ଟଙ୍କାକୁ ବ୍ୟୟ କରି ଚାଲିଛନ୍ତି ଅଖାଦ୍ୟ ଦ୍ରବ୍ୟ ନିମନ୍ତେ। ନୋ ପିସ୍, ସେଠି ଶାନ୍ତି ନାହିଁ। ଯେଉଁମାନେ ଜଗତର ଅନୁଗାମୀ, ଯେଉଁମାନେ ଜଗତର ପଶ୍ଚାତବର୍ତ୍ତୀ ହୋଇ ଆଗକୁ ବଢ଼ନ୍ତି, ଯେଉଁମାନେ ଜଗତର ଭୋଗ ବିଳାସ ଉପରେ ମାତି ରୁହନ୍ତି, ଆଉ ଯେଉଁମାନଙ୍କ ପାଖରେ ଈଶ୍ୱରଙ୍କର ବାକ୍ୟ ନାହିଁ, ଯେଉଁମାନେ ଈଶ୍ୱରଙ୍କର ବାକ୍ୟକୁ ପ୍ରାୟୋରିଟି ଦିଅନ୍ତି ନାହିଁ, ସେମାନେ ଅଖାଦ୍ୟ ଦ୍ରବ୍ୟ ନିମନ୍ତେ ଆଉ ସେମାନେ ରୂପା ବ୍ୟୟ କରି ଚାଲନ୍ତି, କିନ୍ତୁ ତା ତୁଷ୍ଟିକର ନୁହେଁ, ତା ମାନଙ୍କୁ ସାଟିସ୍ଫ୍ୟାକ୍ସନ କରିବ ନାହିଁ। ତେଣୁକରି ସେଥିପାଇଁ ଏଠି ଯିଶାୟ ଲେଖିଲେ, କାହିଁକି ତୁମେ ପରିଶ୍ରମ କରୁଛ, ହେ ଈଶ୍ୱରଙ୍କ ଲୋକମାନେ, ହେ ପ୍ରଭୁଙ୍କର ଦାସମାନେ। ଏଇଠି ଆମମାନେ ଦେଖିବା ଅଖାଦ୍ୟ ନିମନ୍ତେ ଆମେ ରୂପା ବ୍ୟୟ କରୁଅଛେ କି? ଆଜି ଆମମାନଙ୍କୁ ଈଶ୍ୱର ମାତାର ଉଦର ଭିତରୁ ଆହ୍ୱାନ କରିଛନ୍ତି ତାଙ୍କରି ସେବା ପାଇଁ, ତାଙ୍କରି କାର୍ଯ୍ୟ ପାଇଁ, କିନ୍ତୁ ଆଜି ଆମମାନେ ଅଖାଦ୍ୟ ଦ୍ରବ୍ୟ ନିମନ୍ତେ ରୂପାକୁ ବ୍ୟୟ କରୁଛେ କି? ଆଇ ଜଗତର ଅନୁଗାମୀ ହୋଇ ଆମମାନେ ସେଇ ଜଗତ ପଛରେ ଗୋଡ଼େଇଛେ କି? ତାହେଲେ ଟାଇମ୍ ରହିଛି, ସମୟ ଈଶ୍ୱରଙ୍କ ପ୍ରତି ଆମମାନେ ଅନୁରକ୍ତ ହେବା, ଈଶ୍ୱରଙ୍କର ବାକ୍ୟକୁ ଧ୍ୟାନ କରିବା, ଈଶ୍ୱରଙ୍କର ବାକ୍ୟର ସେଇ ନିଗୁଡ଼ ତତ୍ତ୍ୱ ବିଷୟ ଜାଣିବା, ଈଶ୍ୱରଙ୍କର ବାକ୍ୟର ଜ୍ଞାନକୁ ଆମମାନେ ପ୍ରାପ୍ତ ହେବା। ତେଣୁକରି ସେଥିପାଇଁ ବାଇବେଲ ପ୍ରକାଶ କରୁଛି, ଈଶ୍ୱରଙ୍କ ଠାରୁ କିଛି ପାଇବା ପାଇଁ ଆମମାନେ ଯଦି ପରିଶ୍ରମ କରିବା, ୱିଦାଉଟ୍ ପରିଶ୍ରମ, ବିନା ପରିଶ୍ରମରେ ଆମମାନେ ଈଶ୍ୱରଙ୍କର ବାକ୍ୟର ସେଇ ନିଗୁଡ଼ ତତ୍ତ୍ୱ ଜାଣିପାରିବାନି। କେତେ ସମୟ ପ୍ରଭୁଙ୍କ ପାଇଁ ଆମେ ଟାଇମ୍ ସ୍ପେଣ୍ଡ କରୁଛେ, 24 ଘଣ୍ଟା ଭିତରୁ କେତେ ସମୟ ଆମମାନେ ଈଶ୍ୱରଙ୍କ ପାଇଁ ସମୟ ଦେଉଛେ? ଫାଷ୍ଟ ବିଷୟ ଆପଣମାନେ ବିବେଚନା କରିବା ପାଇଁ ପଡ଼ିବ। କାରଣ ଈଶ୍ୱରଙ୍କ ସହିତ ବସିବା, ତାଙ୍କ ସହିତ ଏନକାଉଣ୍ଟର କରିବା, ତାପରେ ବାକ୍ୟର ପରିଚୟ ମଧ୍ୟରେ ବଢ଼ିବା, ତାହେଲେ ଏଇଠି ପ୍ରଭୁ ଯିଶାୟ ସେଥିପାଇଁ କହିଲେ, ଆସ ଆସ କିଣ ବିନା ମୂଲ୍ୟରେ, ଯାହାର ଅର୍ଥ ନାହିଁ ବିନା ମୂଲ୍ୟ ଦ୍ରାକ୍ଷାରସ ଦୁଗ୍ଧକୁ କିଣ। କାରଣ ସେଥିପାଇଁ ପ୍ରଭୁ ଆମମାନେ ଦେଖୁଛେ ପ୍ରକାଶିତ ଶେଷ ମଣ୍ଡଳୀ, ଏଠି ବାଇବେଲ ପ୍ରକାଶ କରୁଛି, ପ୍ରକାଶିତ 3 ଅଧ୍ୟାୟ 18 ପଦରେ ଆମମାନେ ଯଦି ଦେଖିବା, ସେ ଲେଖା ହେଲା, ଆମ୍ଭେ ତୁମକୁ ଏଇ ପରାମର୍ଶ ଦେଉଅଛୁ। ସେଠି 3ଟା ବିଷୟ ଲେଖା ହେଇଛି। ତୁମେ ଧନୀ ହେବା ନିମନ୍ତେ ଅଗ୍ନିରେ ପରିଷ୍କୃତ ଆଉ ସୁବର୍ଣ୍ଣ, ତାହା ହେଉଛି କ'ଣ? ଈଶ୍ୱରଙ୍କର ବାକ୍ୟକୁ ବୁଝାଏ। ଆମେ ଯେତେବେଳେ ଆମମାନଙ୍କ ପ୍ରପର୍ଟି ହେଲା ଗଡ୍ସ ୱାର୍ଡ, ଧନୀ ହେବା ନିମନ୍ତେ ଅଗ୍ନିରେ ପରିଷ୍କୃତ ସୁବର୍ଣ୍ଣ, ଅଗ୍ନିରେ ପରିଷ୍କୃତ ସୁବର୍ଣ୍ଣ ହେଲା ଈଶ୍ୱରଙ୍କର ବାକ୍ୟକୁ ଆମମାନେ ପ୍ରଥମ ପ୍ରାୟୋରିଟି ଦେବା। ଇଜ୍ ଏ ରିଚେଷ୍ଟ ମ୍ୟାନ୍, ସେ ଜଣେ ଧନଶାଳୀ। ସେକେଣ୍ଡ ବିଷୟ ହେଉଛି ଉଲଗ୍ନତା ଯେପରି ପ୍ରକାଶ ନ ପାଏ, ପରିଧାନ ନିମନ୍ତେ ଶୁକ୍ଳ ବସ୍ତ୍ର, ଧାର୍ମିକତାରେ ଆମେ ବୃଦ୍ଧି ପ୍ରାପ୍ତ ହେବା। ଈଶ୍ୱରଙ୍କର ବାକ୍ୟକୁ ପ୍ରଥମ ପ୍ରାୟୋରିଟି। ସେକେଣ୍ଡ ବିଷୟ ହେଲା ଆମମାନେ ଆଉ ଧାର୍ମିକତା ନିମନ୍ତେ
धार्मिकतार वृद्धि प्राप्त होगा निमंते शुक्ल वस्त्र को परिधान करिबा। तृतीय विषय लिखाला दृष्टि पाइबा निमंते चक्षुरे लेपन करिबा निमंते अंजन को किण ता हूँ प्रकाशन ता हूँ आमर दृष्टि शक्ति कौन हुए आमर दृष्टि शक्ति वृद्धि प्राप्त हुए ईश्वरंकर वाक्यर से निगूढ़ तत्व विषय माने पाई था। कहीं एलिजाजर चक्षु धंधड़ा है से देखी पारे ना दैट इज हूँ डार्क एज पीरियड कारण से आउ से स्पिरिचुअल ब्लाइंडनेस सदा गोटे विषय मन रखी था आम जो अंधापना अंधापना हूँ भेरी डेंजरियस जड़े मसी परिवार जितेबले गोटे डार्क एज पीरियड मध्य से रुहे डार्क एज पीरियड हूँ भेरी डेंजरियस पीरियड आम कहीं स्पिरिचुअल ब्लाइंडनेस ता हूँ दैट इज हूँ डार्क एज पीरियड जड़े जो अंधापना हो जाए जो आत्मिक भाव जड़े रुग्णकाय हो जाए जड़े आत्मिक स्थिति की जिते बजई रखिपे ना जड़े आत्मिक भाव जिते दुर्बलता को अनुभव करे केतेबेले जड़े आत्मिक स्तर फल डाउन हम ईश्वरंकर वाक्यर दुर्लभता रही जो ईश्वरंकर वाक्य आम निकट में दुर्लभ रुहे ताले सेतेबेले आमाने आत्मिक स्तर रे फल डाउन नहीं जाऊ ता हूँ उलग्नता ता हूँ नेकेडनेस को बुझाए ता ईश्वर ठारे आमाने रबिंग हो जाऊ ईश्वरंकर वाक्य को पालन करि न थाऊ ईश्वरंकर इच्छा अनुसार आमाने धाववान ही न थाऊ सेथिपाई प्रभु कहीं गाड़ी दौले मैथ्यू 23 अध्याय को जदि आपण माने देखिबे शास्त्री फारूसी मानकु 23 अध्याय 16 पद लिखाला शास्त्री मानकु कहूतले रे अंध माने अंध अंध प्रदर्शक बोली संबोधन करुले अंध माने कौन ब्लाइंड कारण जड़े अंध व्यक्ति ताकू बुझा जाए जड़े स्पिरिचुअल ब्लाइंडनेस आत्मिक भाव अंधापना हवा कारण स्पिरिचुअल ब्लाइंडनेस सदाबेले गोटे विषय आम उल्लग्नता को परिप्रकाश करे जो माने प्रभु को दास ईश्वर को लोक माने जो माने आत्मिक स्तर रे आज शिथिल जाइछन्ति जो माने आज आत्मिक भाव से माने प्रभुंकर वाक्य को से माने आउ सेते पठन करती नहीं स्पिरिचुअल ब्लाइंडनेस भेरी डेंजरियस आत्मिक अभिवृद्धि हेनी ईश्वरंकर वाक्य को आम प्रथम प्रायोरिटी न दऊ से आउ जिसाय 47 अध्याय 3 पद लिखाला तुमर उलग्नता प्रकाशित हब तुमर लज्जार विषय दृश्य हब दैट इज हूँ ब्लाइंडनेस पीरियड जड़े ब्लाइंडनेस से आत्मिक अंधापना हो जाए केतेबेले गोटे मसी परिवार जितेबले ईश्वरंकर वाक्य जो अभाव हुए ता हूँ उलग्नता तार नेकेडनेस बुझाए तेणुक एठी आम माने तुमर लज्जार विषय दृश्य हब लोक माने देखिबे लोक माने आपण को हृदय भीतर केते पूर्णता रही ईश्वरंकर वाक्य रही ता लोक माने देखिबे से आपण मानक मुखर वाक्य द्वारा से माने जानी पारिबे तेणुक सेथिपाई आम मानकर लज्जा उलग्नता को आम माने सदा बेले कौन करिबा ढांकुणी करिबा ता हूँ ईश्वरंकर वाक्य जेते पठन करिबा गॉड्स वर्ड ईश्वरंकर वाक्य को जेते आम मान हृदय भितर साइति रखिबा संचय करिबा ता हूँ आपण मानकर गोटे सफलतार चाबिकाठी तो सेथिपाई आम मानकर उलग्नता केबे हेले परिप्रकाश हब नहीं आम माने लज्जित हवा नहीं आम मानकर लज्जा केबे हेले लोक मानकर दृष्टिगोचर हब नहीं ताले आम मानक भितर ईश्वरंकर वाक्य प्रचुरता वास करू ये अंतिम दिन रे प्रिय ईश्वर लोक मैंने आपण मानक आह्वान देवाई चाहे आउ ईश्वरंकर वाक्य जदि आपण को हृदय भितर स्टोरेज रहा आपण माने प्रथम विषय परिपक्वता लाभ करेंगे ईश्वरंकर वाक्य जदि पूर्णता प्राप्त होइचंती ताले डेविल आपण मान को कौन प्रकार आपण मान को टच करि परिबो नाही तार गति पथ को आपण माने रुद्ध करि परिबे
शैतान समस्त शक्ति की आपण मान डेमोलिश करि परिबे शैतान अंधकार शक्ति की आपण माने डिस्ट्रॉय करि परिबे तेणु करी आसंतु प्रिय ईश्वर लोक माने अंतिम समय प्रभुंकर द्वितीय आगमन सेकेंड कमिंग जहाँकि ता पूर्व आम निजक सजाड़ा कहवा प्रभु तुमर वाक्य को मु मेडिटेशन करी तुमर वाक्य को मु प्रभु अधिक जानीपारि तुमर परिचय प्रभु मु बढ़ी पारि प्रभु मत दया कर प्रभु मो परिवार आज गोटे बिछुड़ा हुआ परिवार भांगी जाइछि मो भग्न स्तूपर मो परिवार पड़ी प्रभु मो परिवार को उद्धार कर रक्षा कर प्रभु प्रभु तुमर से धर्मशास्त्र निकट को नियो तुमर वाक्य को मेडिटेशन करने मते साहाय्य कर जो वेदी आज भांगी पड़ी से वेदी के पुनर्निर्माण करने मते तुम्हें साहाय्य कर प्रभु तुम्हें स्वर्ग ओल्हे आस मो कति को ओल्हे आस प्रभु धन्यवाद दूची प्रभुंकर उपस्थिति पाई आसंतु प्रिय ईश्वर लोक माने आमने से वाक्य को प्रथम प्रायोरिटी दवा वाक्य को सम्मानित करिबा वाक्य को आधार करी आमानकर जीवन को आमने बंची आगु को कढ़ी नबा तेणु करी विशेष करी धन्यवाद दिए आजर चिंतन पाई आजर वाक्य पाई पुणी जदि प्रभु अनुग्रह करती आमे काली पुणी ए प्रातः सकाळे आ गोटे सेक्शन आम माने नवा आपण मानकर भल पाइबा आपण माने ईश्वरंकर वाक्य को प्रथम प्रायोरिटी दौरान तेणुक आपणकर साधुवाद पाई आपण को धन्यवाद दिए आपणकर प्रेम पाई मध्य आपण को धन्यवाद दिए ए प्रकार आसंतु आमे परस्पर ठारू नुआ नुआ विषय शिखिबा धन्यवाद दिए प्रभु आपण मान को प्रत्येक आशीर्वाद करो।